ଆଜ୍ଞା ନମସ୍କାର। ଆଜି ଘଟଣା ପଛର ରହସ୍ୟ ମୁଁ ଖୋଲିଦେବି। କାରଣଟି ହେଲା, ଦେଖନ୍ତୁ ଗତକାଲି ସାରା ନ୍ୟୁଜ୍ରେ ବାଜିଲା ଯେ ପାଣ୍ଡିଆନ ବାବୁଙ୍କର ହେଲିକପ୍ଟର ଗସ୍ତର ଟୋଟାଲ ଉପରେ ଚେକ୍ ଚାକ୍ କରାଯିବ, କେଉଁଠି ଦୁର୍ନୀତି ହେଇଛି ତାଙ୍କ ଉପରେ ଆକ୍ସନ ନିଆଯିବ। ଦେଖନ୍ତୁ ଏତେ ଦିନ ହେଲା ରାଜ୍ୟ ସରକାର ନୀରବ ବସ୍ତିରେ, କିନ୍ତୁ ଏବେ ଘଟଣାଟି ଉଠିବାର ଅନେକ କାରଣ ଅଛି ଆଜ୍ଞା। ଦେଖନ୍ତୁ କିଛି ଗୋଟେ ଘଟଣାକୁ ଦବେଇବାକୁ ହେଲେ ଗୋଟେ ନୂଆ ଘଟଣା କ୍ରିଏଟ୍ କରିବାକୁ ପଡ଼େ। ତେଣୁକରି ଆମର ତ ଏମିତି ଭାରତ ବର୍ଷରେ କିଛି ବିସ୍କୁଟ ମିଡ଼ିଆ ଅଛନ୍ତି ଯାହାକି ସେମାନଙ୍କର କାମ ହେଲା ରାଜ୍ୟ ସରକାରଙ୍କୁ ପାଉଥିବା ଆଉ ଫଣ୍ଡିଙ୍ଗଟା ତ ମିଳିବନି ନା। ତେଣୁକରି ସେ ରାଜ୍ୟ ସରକାରଙ୍କ ବିପକ୍ଷ ଯେଉଁ ନ୍ୟୁଜ୍ଟା ବାଜୁଥିଲା ଆଉ ବାଜିବନି। ତେଣୁକରି ଧନ୍ୟବାଦ ଦେବାକୁ ପଡ଼ିବ ଆମ ସୋସିଆଲ ମିଡ଼ିଆ ଟିମ୍ ମାନଙ୍କୁ, ଯାହା ସେମାନେ ହରଦମ ବଜଉଛନ୍ତି। କାରଣଟି ହେଲା, ଦେଖନ୍ତୁ ଆମର ଟିପି ସିଡ୍ୟୁଲର ମନମାନି ଚିନ୍ତାଧାରା କରନ୍ତୁ, ଲୋକଙ୍କ ଉପରେ କେତେ କରୁଥିଲା। ସ୍ମାର୍ଟ ମିଟର ଲାଗିବନି ବୋଲି ଲୋକମାନେ ଅରଠି ଲଗେଇ ବସିଥିଲେ। ପଲ୍ୟୁସନ ଲାଗିବା ପାଇଁ ପଲ୍ୟୁସନ ବାବଦରେ କେତେ ଅରଠି ଲଗେଇ ବସିଥିଲେ। କିନ୍ତୁ ତାକୁ ସବୁ ନ୍ୟୁଜ୍ ପଛକୁ ପଳେଇ ଏବେ ସାରା ଓଡ଼ିଶାରେ ଗୋଟିଏ ନ୍ୟୁଜ୍ ବାଜିଲା, ପାଣ୍ଡିଆନ ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ପୁରା ରାଜ୍ୟବାସୀ ଭାରି ଖୁସି। ଯାଇ ହଉ ବିଜେପି ସରକାର କହିଥିଲା ସରକାରକୁ ଆସୁ ଆସୁ ଦୁର୍ନୀତିକର ନେତାମାନଙ୍କ ଅଫିସରମାନଙ୍କ ଉପରେ ପଡ଼ିବ କ୍ରାଇମବ୍ରାଞ୍ଚ ରେଟ୍। କ୍ରାଇମବ୍ରାଞ୍ଚ ପଡ଼ୁଛି ମଧ୍ୟ, କିନ୍ତୁ ପାଣ୍ଡିଆନ ବାବୁ ଗୋଟେ ଏମିତି ନେତା ଯେ କାହିଁକିନା ବିଜେଡ଼ିଟାକୁ କଣ୍ଟ୍ରୋଲ କରୁଥିଲେ ନା, ତେଣୁକରି ତାଙ୍କ ଉପରେ ରେଟ୍ଟା ପଡ଼ିବ। ଏଇ ନ୍ୟୁଜ୍ଟା ବର୍ତ୍ତମାନ ବାଜିଲା। ଦେଖନ୍ତୁ ଟିପିସିଏଲ ମିଟର ବସାଇବା ପାଇଁକା ରାଜ୍ୟ ସରକାର ସମ୍ପୂର୍ଣ୍ଣ 700 କେତେ କୋଟି ଟଙ୍କା ଖର୍ଚ୍ଚ କରିବେ। ପ୍ରଥମ କଥା, ମିଟରଟା ଠିକ୍ ଅଛି, ବସିବ କ'ଣ ପାଇଁକା? ଅତ୍ୟଧିକ ଶୁଳ୍କ ଟାଟା ପାୱାର କ'ଣ ପାଇଁ ଦେଇଛି ଲୋକଙ୍କ ଉପରେ, ତାକୁ କୋର୍ଟକୁ ଭିଡ଼ିବା କଥା, କାଟଗଡ଼ାକୁ ଭିଡ଼ିବା କଥା, ନା ତା କଥା ହିସାବରେ ସ୍ମାର୍ଟ ମିଟର ବସାଇବା କଥା? ଏ ନ୍ୟୁଜ୍ଟା ଗଲା କୁଆଡ଼େ? ଆମର ଓଡ଼ିଶାରେ ଥିବା ବିରୋଧୀ ମାନେ କୁହନ୍ତି ଆମେ କଟ୍ଟର ବିରୋଧୀ, ଆମେ ସରକାର। ଆଜ୍ଞା ଲୋକଙ୍କ ପାଇଁକା ଲଢ଼ୁଛୁ। କେଉଁ ଲୋକଙ୍କ ପାଇଁକା ଆପଣମାନେ ଲଢ଼ୁଛନ୍ତି ଆମକୁ ଟିକେ ଜଣେଇବେ। ବିଜେଡ଼ି କିଛି ଦିନ ରାଲି କଲା, କୁଆଡ଼େ ଉପା ହେଇଗଲା। କଂଗ୍ରେସ କିଛି ଦିନ ରାଲି କଲା, କୁଆଡ଼େ ଉପା ହେଇଗଲା। କିନ୍ତୁ କେଉଁଠି ଗୋଟେ ଦେଖିବ ପର୍ସନାଲ କେଉଁଠି ଗୋଟେ କ'ଣ କରିବାର ଥିବ, ଆଜ୍ଞା ମାସ କାଳେ ସେମାନେ ରାଲି କରିବେ। ଲୋକଙ୍କ ପାଇଁକା କିଏ କାମ କରୁଛି? ଆମେ ତ କହିବୁ କୌଣସି ଦଳ ଲୋକଙ୍କ ପାଇଁ କାମ କରୁନାହାନ୍ତି। ଇଏ ଯେଉଁ କୁହନ୍ତି ଲୋକଙ୍କ ସରକାର, ଇଏ ତ ଲୋକଙ୍କ ସରକାର ନୁହନ୍ତି, କେବଳ ଲୋକଙ୍କୁ ଲୁଟିବା ପାଇଁକା ସରକାର। ଆଜ୍ଞା ତା ନୁହେଁ କ'ଣ ପଲ୍ୟୁସନ୍ ନାହିଁ, ଫାଇନ୍ ଭର, ଅମକ ଭର, ସମକ ଭର। ଆମେ ତୁମକୁ ସୁଭଦ୍ରାରେ ଦେଇଛୁ, ଆମେ ତୁମକୁ ବୋନସ 800 ଟଙ୍କା ଦେଇଛୁ, ମାନେ ଆମେ ତୁମକୁ ଘର ଲୁଟ୍ କରିବୁ ଆଜ୍ଞା, ଛାଡ଼ିବୁନୁ। ତୁମକୁ ଆମେ ଶାନ୍ତିରେ ବସେଇ ଦେବୁନୁ, କାରଣ ଆମେ ତୁମକୁ ଦେଇଛୁ ମାଗଣା, ମାନେ ଆମେ ତୁମକୁ ଭିଡ଼ିକି ନେବୁ। ଇଏ ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ଆଜ୍ଞା। ତେଣୁକରି ସତ କହିବ ଯିଏ, ତେଣୁକରି ବାଧିବ। ତେଣୁକରି ସତ କହୁଛି କିଏ? କୌଣସି ପଲିଟିକାଲ ଦଳ ଆଜ୍ଞା କହୁନାହାନ୍ତି। ଗରିବ ପାଇଁ କୌଣସି ଦଳ ନୁହଁ। ରାଜରାସ୍ତାରେ ଚାଷୀଟିଏ ବସିଛି, କିଏ ଦେଖାଉଛି? ଟୁକନର ଅବ୍ୟବସ୍ଥା କିଏ ଦେଖାଉଛି? ତେଣୁକରି କେହି ନୁହଁ ଆଜ୍ଞା, ଗରିବଙ୍କୁ ଗୁରୁବା ପାଇଁ କେହି ନୁହଁ। ସେ ଚୌକି ଆଜ୍ଞା ସେଇଆ, ଚୌକିରେ ବସିଲା ପରେ କେମିତି ତାଙ୍କ 14 ପୁରୁଷ କେମିତି ଥଇଥାନ ହେବେ ଆଜ୍ଞା, ସେ ବାଟରେ ଆଜ୍ଞା କରୁଛନ୍ତି। ତେଣୁକରି ଅବଶ୍ୟ କିଛି ଭାଇମାନଙ୍କୁ ଆଜ୍ଞା ଖରାପ ଲାଗିପାରେ, କାହିଁକିନା ଆମେ ସରକାରଙ୍କ ବିରୋଧରେ କହୁଛୁ। ତେଣୁକରି ଆମକୁ କ୍ଷମା କରିଦେବେ ଯଦି ଆଜ୍ଞା କିଛି ଭଲ କଥା କହିଲି। ଆଜ୍ଞା ଟିକେ ଲାଇକ୍ ସେୟାର କରିଦେବେ। ରହିଲେ ଆଜ୍ଞା, ସୀତାରାମ।